କିନ୍ତୁ ସେ ମାନେ ଅରବିନ୍ଦ ପାଢ଼ୀ ଯୋଉ ଆସିଲେ ମାନେ ଇଏ ପରଫେକ୍ଟ ଲୋକ ଆସିଲେ କାହିଁକି ନା ସିଏ 3 ବର୍ଷ ରହି ବର୍ତ୍ତମାନ 4 ବର୍ଷ ରହିକି ଯାଇଛନ୍ତି ଏଠି ବର୍ତ୍ତମାନ ପରିଚାଳନା କରିଛନ୍ତି ଯିଏକି ଜଗନ୍ନାଥ ମନ୍ଦିରରେ ଆଡମିନିଷ୍ଟ୍ରେସନ କରିକି ରହିବେ ତାଙ୍କୁ ନିହାତି କମ 10 ବର୍ଷ ଦରକାର ସେ ଜାଣିକି ରହିବା ଦରକାର ଇ ତାଙ୍କୁ କ'ଣ କି ବର୍ଷେ 1.5 ବର୍ଷ ରହିଗଲା ପରେ ଇ ସେବାୟତ ମାନେ କହୁଛନ୍ତି ଆଜି ତ କାଲି ପଳେଇବ ଇ ସାଙ୍ଗରେ କଥାବାର୍ତ୍ତା କ'ଣ ଯିଏ ଆସୁଛନ୍ତି ସିଏ କହୁଛନ୍ତି ଆମେ ତ ବର୍ଷକ ଭିତରେ ଯିବୁ ଆମେ କାଲି ଜଗନ୍ନାଥ ମନ୍ଦିରକୁ ଆସିଲେ ଆମକୁ ସେତେବେଳେ ତ ଦୈତାପତି ନଥିବେ କି ବର୍ତ୍ତମାନ ରଥ ନଥିବ ଆମକୁ ୟା ଭିତରେ କ'ଣ କଥା କହିବେ ତେଣୁ ଇ ବର୍ତ୍ତମାନ କିନ୍ତୁ ସେଥିପାଇଁକା ଯିଏ ଆସିବେ 8-10 ବର୍ଷ ଏଠି ରହିବେ ଏଠି ପରିଚାଳନା ଠିକ୍ କରିବେ ସ୍ଥାୟୀ ଭାବରେ ରହିବେ ଏଠି ତାଙ୍କର ବର୍ତ୍ତମାନ ଏଠି ଅଫିସ ମେଣ୍ଟେନ ହାନି ଲାଭ ସବୁ ରହିବ ଯାହାର ଯାହା ଦରକାର ସେ ଯାଇ ସେଠି କହିପାରିବେ ଏଇଭଳିଆ ଆଡମିନିଷ୍ଟ୍ରେସନ ଦରକାର ତାପରେ ଏଠି ଯୋଉ ଅରବିନ୍ଦ ପାଢ଼ୀଙ୍କ ଭଳିଆ ଲୋକ ଆବଶ୍ୟକ ନିହାତି ଦରକାର।